ମାନେ ମୁଖ୍ୟମନ୍ତ୍ରୀ ତ ଗସ୍ତ ହିଁ ଗସ୍ତ କରୁଛନ୍ତି। ଆମେ ଯେତେବେଳେ ଦେଖୁଛୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅଛନ୍ତି, ଝାଡ଼ଖଣ୍ଡରେ ଅଛନ୍ତି, ବମ୍ବେରେ ଅଛନ୍ତି, ସିଙ୍ଗାପୁରରେ ଅଛନ୍ତି। ତେଣୁ ଗସ୍ତରୁ କେତେ ସୁଫଳ ମିଳୁଛି ସେଇଟା ଯାଇକରି ଜଣାପଡ଼ିବ ଆସନ୍ତା ବର୍ଷ। ଯେ ଯେଉଁମାନେ ଆସିବେ ଏଥର ଉତ୍କର୍ଷ ଓଡ଼ିଶାରେ ଯେଉଁମାନେ ଭାଗିଦାର ହେବେ ସେମାନେ କେତେ ଇନଭେଷ୍ଟମେଣ୍ଟ କରୁଛନ୍ତି। କାରଣ ପୁରୁଣା ସରକାର ସମୟରେ ଯେଉଁ ଇନଭେଷ୍ଟମେଣ୍ଟ ହେଇଥିଲା ସେ ଇନଭେଷ୍ଟମେଣ୍ଟ ଆସ୍ତେ ଆସ୍ତେ ଚାଲିଯିବାକୁ ବସିଲାଣି। ଅନେକ ଗୁଡ଼ାଏ କମ୍ପାନୀ ଯେଉଁମାନେ ତାଙ୍କର କାମ ଆରମ୍ଭ କରିସାରିଥିଲେ ସେମାନେ ବର୍ତ୍ତମାନ ଫେରିବା ବ୍ୟବସ୍ଥା କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଯଦି ସିଙ୍ଗାପୁର ଗଲେ କେତେ ସୁଫଳ ମିଳିବ ସେଇଟା ଆଉ ବର୍ଷେ ପରେ ଯାଇକରି ଆକଳନ କରିବ, ଏବେ ତ କରିହେବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଗୋଟେ ଆବଶ୍ୟକତା ବର୍ତ୍ତମାନ ପଡ଼ିଲାଣି ଯେ ସେ ରାଜ୍ୟ ଶାସନ ଉପରେ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତୁ। ମାନେ ବୁଲିବା ଠିକ୍ ଅଛି, ଆପଣ ବୁଲନ୍ତୁ, କିନ୍ତୁ ଯଦି ବୁଲିବାଟା ହିଁ ମୁଖ୍ୟ ହୁଏ ଏବଂ ଓଡ଼ିଶା ଶାସନ ହୁଗୁଳା ହେଇଯାଏ ତାହେଲେ ତାର କିଛି ଅର୍ଥ ରହିବ ନାହିଁ। ଏବଂ ଯେଉଁଠି ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍କଟଜନକ ଅବସ୍ଥାକୁ ଆସିବ, ଯେଉଁଠି ପ୍ରଶାସନ ତାର ନିଷ୍ପତ୍ତି ନେବାରେ ଟାଲଟୁଳ ନୀତି କରିବ, ଯେଉଁଠି ବଦଳିକୁ ନେଇକରି ମୁଖ୍ୟ ଶାସନ ସଚିବ ନିଜର ଅସହାୟତା ପ୍ରକାଶ କରିବେ, ସେଠି ଇନଭେଷ୍ଟମେଣ୍ଟ କେମିତି ଆସିବ? ଇନଭେଷ୍ଟମେଣ୍ଟ ସେହି ରାଜ୍ୟକୁ ଆସେ ଯେଉଁ ରାଜ୍ୟରେ ଗୋଟେ ସୁଶାସନ ଥାଏ, ଯେଉଁଠି ନିଷ୍ପତ୍ତି ନେବାର ଗୋଟେ ତ୍ୱରିତ କ୍ଷମତା ପ୍ରଶାସନ ପାଖରେ ଥାଏ, ସେଠି ଯାଇକରି ପ୍ରଶାସନ ଆସେ। ଯେଉଁଠି ମାତ୍ରାଧିକ ରାଜନୀତି ଯେଉଁଠି ହୁଏ, ମାତ୍ରାଧିକ ରାଜନୈତିକ ପ୍ରଶାସନକୁ କର୍ପୋରେଟ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେ କଥା ମୁଖ୍ୟମନ୍ତ୍ରୀ ବୁଝିବା ଦରକାର ଏବଂ ପ୍ରଶାସନକୁ ଗୋଟେ ଚଳଚଞ୍ଚଳ କରିବାର ଦରକାର ଅଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ 6 ମାସ ପାଖାପାଖି ହେଲାଣି ରାଜ୍ୟ ଶାସନ ଚଳଚଞ୍ଚଳ ହେଇନାହିଁ। ରାଜ୍ୟ ଶାସନ ଭଗବାନ ଭରସାରେ ଚାଲିଲା ଭଳିଆ ଚାଲିଛି। ତେଣୁ ମୁଖ୍ୟମନ୍ତ୍ରୀ ଗସ୍ତ କରନ୍ତୁ, କିନ୍ତୁ ଶାସନ ଡୋରିଟାକୁ ସମ୍ଭାଳିକି ରଖନ୍ତୁ ନିଜ ହାତରେ। ମାନେ ମୁଖ୍ୟମନ୍ତ୍ରୀ ତ ଗସ୍ତ ହିଁ ଗସ୍ତ କରୁଛନ୍ତି। ଆମେ ଯେତେବେଳେ ଦେଖୁଛୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅଛନ୍ତି, ଝାଡ଼ଖଣ୍ଡରେ ଅଛନ୍ତି, ବମ୍ବେରେ ଅଛନ୍ତି, ସିଙ୍ଗାପୁରରେ ଅଛନ୍ତି। ତେଣୁ ଗସ୍ତରୁ କେତେ ସୁଫଳ ମିଳୁଛି ସେଇଟା ଯାଇକରି ଜଣାପଡ଼ିବ ଆସନ୍ତା ବର୍ଷ। ଯେ ଯେଉଁମାନେ ଆସିବେ ଏଥର ଉତ୍କର୍ଷ ଓଡ଼ିଶାରେ ଯେଉଁମାନେ ଭାଗିଦାର ହେବେ ସେମାନେ କେତେ ଇନଭେଷ୍ଟମେଣ୍ଟ କରୁଛନ୍ତି। କାରଣ ପୁରୁଣା ସରକାର ସମୟରେ ଯେଉଁ ଇନଭେଷ୍ଟମେଣ୍ଟ ହେଇଥିଲା ସେ ଇନଭେଷ୍ଟମେଣ୍ଟ ଆସ୍ତେ ଆସ୍ତେ ଚାଲିଯିବାକୁ ବସିଲାଣି। ଅନେକ ଗୁଡ଼ାଏ କମ୍ପାନୀ ଯେଉଁମାନେ ତାଙ୍କର କାମ ଆରମ୍ଭ କରିସାରିଥିଲେ ସେମାନେ ବର୍ତ୍ତମାନ ଫେରିବା ବ୍ୟବସ୍ଥା କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଯଦି ସିଙ୍ଗାପୁର ଗଲେ କେତେ ସୁଫଳ ମିଳିବ ସେଇଟା ଆଉ ବର୍ଷେ ପରେ ଯାଇକରି ଆକଳନ କରିବ, ଏବେ ତ କରିହେବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଗୋଟେ ଆବଶ୍ୟକତା ବର୍ତ୍ତମାନ ପଡ଼ିଲାଣି ଯେ ସେ ରାଜ୍ୟ ଶାସନ ଉପରେ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତୁ। ମାନେ ବୁଲିବା ଠିକ୍ ଅଛି, ଆପଣ ବୁଲନ୍ତୁ, କିନ୍ତୁ ଯଦି ବୁଲିବାଟା ହିଁ ମୁଖ୍ୟ ହୁଏ ଏବଂ ଓଡ଼ିଶା ଶାସନ ହୁଗୁଳା ହେଇଯାଏ ତାହେଲେ ତାର କିଛି ଅର୍ଥ ରହିବ ନାହିଁ। ଏବଂ ଯେଉଁଠି ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍କଟଜନକ ଅବସ୍ଥାକୁ ଆସିବ, ଯେଉଁଠି ପ୍ରଶାସନ ତାର ନିଷ୍ପତ୍ତି ନେବାରେ ଟାଲଟୁଳ ନୀତି କରିବ, ଯେଉଁଠି ବଦଳିକୁ ନେଇକରି ମୁଖ୍ୟ ଶାସନ ସଚିବ ନିଜର ଅସହାୟତା ପ୍ରକାଶ କରିବେ, ସେଠି ଇନଭେଷ୍ଟମେଣ୍ଟ କେମିତି ଆସିବ? ଇନଭେଷ୍ଟମେଣ୍ଟ ସେହି ରାଜ୍ୟକୁ ଆସେ ଯେଉଁ ରାଜ୍ୟରେ ଗୋଟେ ସୁଶାସନ ଥାଏ, ଯେଉଁଠି ନିଷ୍ପତ୍ତି ନେବାର ଗୋଟେ ତ୍ୱରିତ କ୍ଷମତା ପ୍ରଶାସନ ପାଖରେ ଥାଏ, ସେଠି ଯାଇକରି ପ୍ରଶାସନ ଆସେ। ଯେଉଁଠି ମାତ୍ରାଧିକ ରାଜନୀତି ଯେଉଁଠି ହୁଏ, ମାତ୍ରାଧିକ ରାଜନୈତିକ ପ୍ରଶାସନକୁ କର୍ପୋରେଟ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେ କଥା ମୁଖ୍ୟମନ୍ତ୍ରୀ ବୁଝିବା ଦରକାର ଏବଂ ପ୍ରଶାସନକୁ ଗୋଟେ ଚଳଚଞ୍ଚଳ କରିବାର ଦରକାର ଅଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ 6 ମାସ ପାଖାପାଖି ହେଲାଣି ରାଜ୍ୟ ଶାସନ ଚଳଚଞ୍ଚଳ ହେଇନାହିଁ। ରାଜ୍ୟ ଶାସନ ଭଗବାନ ଭରସାରେ ଚାଲିଲା ଭଳିଆ ଚାଲିଛି। ତେଣୁ ମୁଖ୍ୟମନ୍ତ୍ରୀ ଗସ୍ତ କରନ୍ତୁ, କିନ୍ତୁ ଶାସନ ଡୋରିଟାକୁ ସମ୍ଭାଳିକି ରଖନ୍ତୁ ନିଜ ହାତରେ।